ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଟାଟାମାଇନ୍ସଠାରେ ଥିବା କାଳିଆପାଣି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଟି ବହୁଦିନ ହେବ ଅଚଳ ହୋଇ ରହିଥିଲା। ଫଳରେ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରଟି ଭୂତକୋଠିରେ ପରିଣତ ହୋଇଥିଲା। ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅନାବନା ଗଛ ଉଠି ପରିବେଶଟି ଅପ୍ରୀତିକର ଥିଲା। ମଶା, ସାପ ଓ ଅନ୍ୟାନ୍ୟ ସରୀସୃପଙ୍କ ବାସସ୍ଥଳୀ ପାଲଟି ଯାଇଥିଲା। ଖବର ପାଇ ବଜରଙ୍ଗ ଦଳ ଖଳି ଅଞ୍ଚଳର ସଂଗଠକ ପ୍ରଭାତ କୁମାର ନାଥ ତାଙ୍କର ବଜରଙ୍ଗ ଦଳର ସବୁ ସଦସ୍ୟଙ୍କୁ ନେଇ ଏକ ଆଲୋଚନା ବୈଠକ ଅନୁଷ୍ଠିତ କରିଥିଲେ। ଆଜି ସକାଳ 8ଟାରେ ବଜରଙ୍ଗ ଦଳର ସମସ୍ତ ସଦସ୍ୟଙ୍କୁ ସାଙ୍ଗରେ ଧରି କାଳିଆପାଣି ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ସେଠାରେ ପହଞ୍ଚି ସ୍ୱାସ୍ଥ୍ୟକେନ୍ଦ୍ର ପରିସରକୁ ସଫେଇ କରିଥିଲେ। ବଜରଙ୍ଗ ଦଳର ଏପରି ମହତ କାର୍ଯ୍ୟକୁ ବୁଦ୍ଧିଜୀବୀମାନଙ୍କ ମାହଲରେ ପ୍ରଶଂସା କରାଯାଇଛି। ବ୍ୟୁରୋ ରିପୋର୍ଟ, ଓଡ଼ିଶା ଡିଜିଟାଲ।